ସାମ୍ବାଦିକତା ଭଲ ଅଛି ଆଉ ସଂଘର୍ଷ ଭିତରେ ଜିମାର ଗୋଟେ ମଜା ଅଲଗା। ପୂର୍ବରୁ ଗଣମାଧ୍ୟମ ବର୍ତ୍ତମାନ ଭିତରେ ପରିବର୍ତ୍ତନ ହେଇଛି। ଆକାଶ ପାତାଳ। ପ୍ରିଣ୍ଟ ମିଡିଆ ଆଉ ଇଲେକ୍ଟ୍ରୋନିକ୍ସ ମିଡିଆ ସବୁଠୁ ବଡ଼ ଚ୍ୟାଲେଞ୍ଜିଂ କୋଉଟା? ଆପଣ ସ୍ପଟ ଯାଇକି ଯଦି କଭର କରୁଛନ୍ତି ନ୍ୟୁଜ କଭର କରୁଛନ୍ତି ସେଠୁ ଅନେକ ଗୁଡ଼ିଏ ତଥ୍ୟ ଆପଣଙ୍କୁ ମିଳିବ। ଚାପ ଧମକ ଏସବୁ କେବେ ଆସିଛି? ମୁଁ ଭାବୁଛି ମୁଁ ଏଭଳି ଜଣେ ସାମ୍ବାଦିକ ଆରମ୍ଭରୁ ସଂଘର୍ଷ ଆଉ ବିଭିନ୍ନ ଜାଗା ବୁଲି ବୁଲି ମୁଁ ସାମ୍ବାଦିକତା କରିଛି। ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ଖବର କରିବାକୁ ପଡ଼ିବ କିନ୍ତୁ ଭୟ ସହିତ ମଜା ବି ଅଛି। ନିଜକୁ ଚର୍ଚ୍ଚା ଆସିବାକୁ କ'ଣ ନିଜକୁ ଭୟ ଭିତରକୁ ଠେଲି ଦେବା ଉଚିତ? ଆମେ ଖାଲି କହୁଛେ ନିର୍ଭୀକ ନିରପେକ୍ଷ ଖାଲି କହିଲେ ତ ହବନି ନା, ଆପଣଙ୍କୁ ସେଟା ଦେଖିବାକୁ ପଡ଼ିବ। ସାମ୍ବାଦିକତା ଜୀବନ କାଳ ଭିତରେ ସବୁଠୁ ସ୍ମରଣୀୟ ଘଟଣା କ'ଣ? ସ୍ମରଣୀୟ ଘଟଣା ଅନେକ, କାରଣ ପ୍ରାୟ 27-28 ବର୍ଷର ସାମ୍ବାଦିକତା ସଂଘର୍ଷ କଲେ କିନ୍ତୁ ସଫଳତା ପାଇଲେ ନା। ରାଜ୍ୟରେ ବହୁତ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ମାନେ ଅଛନ୍ତି ଯାହାଙ୍କ ଖବର ଆପଣ କରୁଛନ୍ତି। ହାଇଦର କଥା କୁହନ୍ତୁ, ଟିଟୋ କଥା କୁହନ୍ତୁ, ଅନିଲ ଛୋଟରାୟ କଥା କୁହନ୍ତୁ, ରାଜା ଆଚାର୍ଯ୍ୟ କଥା କୁହନ୍ତୁ, ସେମାନେ କିମ୍ବା ତାଙ୍କ ଗ୍ରୁପ କେବେ କଲ୍ କରୁନାହାନ୍ତି? ସେମାନେ ବରଂ ସହଯୋଗ ନେଇଛନ୍ତି। ୟୁଟ୍ୟୁବ ଜର୍ଣ୍ଣାଲିଜିମ୍ ଆରମ୍ଭ ହେଲାଣି, ଆପଣ ଆକୁ ସୁଯୋଗ ଭାବେ ଦେଖୁଛନ୍ତି ନା ଗୋଟେ ଚ୍ୟାଲେଞ୍ଜ? ଦେଖନ୍ତୁ ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲ ବା ସୋସିଆଲ ମିଡିଆ କଥା ଯୋଉ କହୁଛନ୍ତି ସେଥିରେ ଅଙ୍କୁଶ କିଛି ନାହିଁ, କଣ୍ଟ୍ରୋଲ ନାହିଁ। ଗୋଟେ ସ୍ୱାଧୀନ ଚିନ୍ତାଧାରାର ସହ ସାମ୍ବାଦିକତା କରିବାର ଗୋଟେ ବଡ଼ ସୁଯୋଗ ନାହିଁ? ନିଶ୍ଚିତ ଭାବେ ଗୋଟେ ସୁଯୋଗ। କ'ଣ କଲେ ଜଣେ ଭଲ ସାମ୍ବାଦିକ ହେଇପାରିବ? ଖବର ଆସୁ, ଶୁଣନ୍ତୁ, ପରଖନ୍ତୁ, ସତ କି ମିଛ ପ୍ରଥମେ ଅନୁସନ୍ଧାନ କରନ୍ତୁ। ପ୍ରିଣ୍ଟ ମିଡିଆ ନା ଇଲେକ୍ଟ୍ରୋନିକ୍ସ ମିଡିଆ? ପ୍ରିଣ୍ଟ ମିଡିଆ। ବ୍ରେକିଂ ନ୍ୟୁଜ ନା ଗ୍ରାଉଣ୍ଡ ରିପୋର୍ଟିଂ? ଗ୍ରାଉଣ୍ଡ ରିପୋର୍ଟିଂ। ସବୁଠାରୁ ବଡ଼ ଶତ୍ରୁ କିଏ? ଫେକ୍ ନ୍ୟୁଜ ନା ପଲିଟିକାଲ ପ୍ରେସର? ପଲିଟିକାଲ ପ୍ରେସର। କ୍ୟାମେରା ପଛର ଜୀବନ କେତେ କଷ୍ଟକର? ବହୁତ କଷ୍ଟ। ଆଜିର ମିଡିଆ ଟିଆରପି ଉପରେ ଅଧିକ ନିର୍ଭର କରୁଛି କି? ନିଶ୍ଚିତ ଭାବେ। ସାମ୍ବାଦିକଙ୍କ ପାଇଁ ନ୍ୟୁଟ୍ରାଲ ରହିବା କେତେ କଷ୍ଟ? ବହୁତ କଷ୍ଟ। ନମସ୍କାର, ନ୍ୟୁଜ ୱିଥ୍ ଅସିତକୁ ସ୍ୱାଗତ। ଆଜି ମୋ ସହ ଆଲୋଚନାରେ ଯୋଡ଼ି ହୋଇଛନ୍ତି ଓଡ଼ିଶା ଗଣମାଧ୍ୟମ ଜଗତର ଜଣାଶୁଣା ଚେହେରା ବରିଷ୍ଠ ସାମ୍ବାଦିକ ଶ୍ରୀଯୁକ୍ତ ଶକ୍ତିଧର ରାଜଗୁରୁ। ଶ୍ରୀଯୁକ୍ତ ରାଜଗୁରୁ, କାର୍ଯ୍ୟକ୍ରମକୁ ଆପଣଙ୍କୁ ସ୍ୱାଗତ। ନମସ୍କାର। ଭଲ ଅଛନ୍ତି? ବହୁତ ବଢ଼ିଆ। ଆଜିର ସାମ୍ବାଦିକତା ଭଲ ଅଛି। ସଂଘର୍ଷ ଆଉ ସଂଘର୍ଷ ଭିତରେ ଜିମାର ଗୋଟେ ମଜା ଅଲଗା। ପୂର୍ବରୁ ଗଣମାଧ୍ୟମ ବର୍ତ୍ତମାନ ଭିତରେ ପରିବର୍ତ୍ତନ ହେଇଛି। ଆକାଶ ପାତାଳ। କାହିଁକି? ସେତେବେଳେ ମୋବାଇଲ ନଥିଲା, ଯଦିଓ ମୋବାଇଲ ଥିଲା, ଆଣ୍ଡ୍ରଏଡ ନଥିଲା। ସୋର୍ସ ବଡ଼ ଜିନିଷ ଗୋଟେ ସାମ୍ବାଦିକ ପାଇଁ। ସୋର୍ସ ଯେତେ ଷ୍ଟ୍ରଙ୍ଗ ଆପଣ ସେତେ ତଥ୍ୟ ସଂଗ୍ରହ କରିପାରିବେ। ଆଉ ବର୍ତ୍ତମାନ ସୋର୍ସ ଆବଶ୍ୟକତା ନାହିଁ, ଫରୱାର୍ଡ ହେଲା, କପି ହେଲା, ପେଷ୍ଟ ହେଲା। ଫରକ ହେଉଛି ଏଇଟା। ଦୁଇଟା ଜାଗା ଆପଣ ପ୍ରିଣ୍ଟ ମିଡିଆ ଆଉ ଇଲେକ୍ଟ୍ରୋନିକ୍ସ ମିଡିଆରେ ଆପଣଙ୍କର ଅଭିଜ୍ଞତା ଅଛି, ସବୁଠୁ ବଡ଼ ଚ୍ୟାଲେଞ୍ଜିଂ କୋଉଟା? ଦେଖନ୍ତୁ ପ୍ରିଣ୍ଟ ମିଡିଆରେ ଆପଣଙ୍କୁ ଦିନ ତମାମ ସମୟ ମିଳିଲା, ପରଦିନ ଖବର ପ୍ରକାଶ ପାଇବ। ଇଲେକ୍ଟ୍ରୋନିକ୍ ମିଡିଆରେ ଆପଣଙ୍କୁ ସ୍ପଟକୁ ଯିବାକୁ ପଡ଼ିବ। ଚ୍ୟାଲେଞ୍ଜ ହେଉଛି ଏଇଟା ଯେ ଆପଣ ସ୍ପଟ ଯାଇକି ଯଦି କଭର କରୁଛନ୍ତି, ନ୍ୟୁଜ କଭର କରୁଛନ୍ତି, ସେଇଠୁ ଅନେକ ଗୁଡ଼ିଏ ତଥ୍ୟ ଆପଣଙ୍କୁ ମିଳିବ। ଯଦି ଆପଣ ଯାଉନାହାନ୍ତି ତ ନିହାତି ଭାବେ ସେଇଟା ଗୋଟେ ବଡ଼ ଚ୍ୟାଲେଞ୍ଜ। ଆଉ ପ୍ରିଣ୍ଟ ମିଡିଆରେ ଆପଣଙ୍କୁ ସମୟ ମିଳିଲା, ଆପଣ ତଥ୍ୟ ସଂଗ୍ରହ କରିପାରିବେ ସେ ସମୟ ଭିତରେ, ଆଉ ଫେଣେଇକି ଲେଖିପାରିବେ। ତ ଚ୍ୟାଲେଞ୍ଜ ନିହାତି ଭାବେ ଉଭୟ ଗଣମାଧ୍ୟମରେ ଅଛି। ସାମ୍ବାଦିକତା ଜୀବନ ଭିତରେ ଆପଣ ତ ଅନେକ ଖବର କରିଛନ୍ତି, ଚାପ ଧମକ ଏସବୁ କେବେ ଆସିଛି? ନିହାତି ଭାବେ। ଦେଖନ୍ତୁ ମୁଁ ଭାବୁଛି ମୁଁ ଏଭଳି ଜଣେ ସାମ୍ବାଦିକ ଆରମ୍ଭରୁ ସଂଘର୍ଷ ଆଉ ବିଭିନ୍ନ ଜାଗା ବୁଲି ବୁଲି ମୁଁ ସାମ୍ବାଦିକତା କରିଛି। ବ୍ରହ୍ମପୁରରୁ ଆରମ୍ଭ କଲି, ଫୁଲବାଣୀ ଗଲି, ଫୁଲବାଣୀରୁ ରାଉରକେଲା ଗଲି, ଭୁବନେଶ୍ୱରରେ 2ଟି ଟର୍ମ ରହିଛି, ପ୍ରାୟ 8 ବର୍ଷ କ୍ରାଇମ ରିପୋର୍ଟିଂ ବି କରିଛି। ଆଉ ବର୍ତ୍ତମାନ ପୁଣି ଥରେ ଫେରି ଆସିଛି ବ୍ରହ୍ମପୁରକୁ। କ୍ରାଇମ ରିପୋର୍ଟିଂ ସମୟରେ ଟିକେ ଭୟ ଲାଗେନି? ବଡ଼ ବଡ଼ ଗ୍ୟାଙ୍ଗଷ୍ଟରଙ୍କ ଖବର କରିବାକୁ ପଡ଼ିବ। ଦେଖନ୍ତୁ ଭୟ ସହିତ ମଜା ବି ଅଛି। ଚର୍ଚ୍ଚାକୁ ଆପଣ ଆସିବେ, ନିଜକୁ ଚର୍ଚ୍ଚାକୁ ଆସିବାକୁ କ'ଣ ନିଜକୁ ଭୟ ଭିତରକୁ ଠେଲି ଦେବା ଉଚିତ? ନିହାତି ଭାବେ। ଯଦି ଜଣେ ଆପଣ ସାମ୍ବାଦିକ ଅଛନ୍ତି, ଆମେ ଖାଲି କହୁଛେ ନିର୍ଭୀକ ନିରପେକ୍ଷ ଖାଲି କହିଲେ ତ ହବନି ନା, ଆପଣଙ୍କୁ ସେଟା ଦେଖିବାକୁ ପଡ଼ିବ। ଏ ଯୋଉ ଆଜିକାଲି ସବୁ ବ୍ରେକିଂ ନ୍ୟୁଜର ଯୋଉ ଦୌଡ଼ ଚାଲିଛି, ଏ ଖବରର ସତ୍ୟତା କେତେ ପ୍ରଭାବିତ ହେଉଛି ବୋଲି ଆପଣ ଭାବୁଛନ୍ତି? ଦେଖନ୍ତୁ ଏମିତି ସମୟ ବି ହେଉଛି ଆମେ ନିଜକୁ ଚର୍ଚ୍ଚାରେ ଆଣିବା ପାଇଁ, ହଟଚମଟ କରିବା ପାଇଁ ସମସ୍ତେ ଆଜିକାଲି ଯେହେତୁ କମ୍ପିଟିସନର ଦୁନିଆ ଅଛି, ପ୍ରଥମେ ଆଗ କିଏ ନ୍ୟୁଜ ପକାଉଛି ଦେଖିବା ପାଇଁ ଆମେ ଚଟପଟି ଖବର ହିସାବରେ ପକେଇ ଦଉଛେ, ତଥ୍ୟ ଆଦୌ ଆମେ ଦେଖୁନେ। ପରବର୍ତ୍ତୀ ସମୟରେ ଆମେ ସେଟାକୁ ବ୍ୟାକ୍ କରିକି ଆସୁଛେ ପଛକୁ। ତ ଏଥିରେ ସମସ୍ୟା ରହିଛି। ଆପଣଙ୍କର ଯୋଉ ବିଶ୍ୱସନୀୟତାଟା ଅଛି ସେଇଟା ଆପଣ ହରାଇବାର ଚାନ୍ସ ବି ଅଛି। ଆପଣଙ୍କର ଏ ସାମ୍ବାଦିକତା ଜୀବନ କାଳ ଭିତରେ ସବୁଠୁ ସ୍ମରଣୀୟ ଘଟଣା କ'ଣ? ସ୍ମରଣୀୟ ଘଟଣା ଅନେକ, କାରଣ ପ୍ରାୟ 27-28 ବର୍ଷର ସାମ୍ବାଦିକତା ଭିତରେ ରୁରାଲ ବେଲ୍ଟରେ କାମ କରିଛି, ରାଜଧାନୀରେ କାମ କରିଛି। ଅନେକ ଗୁଡ଼ିଏ ଘଟଣା ଅଛି। ମାଓବାଦୀଙ୍କ ସହିତ ଯେତେବେଳେ ସବ୍ୟସାଚୀ ପଣ୍ଡା ମାଓ ନେତା ଇଟାଲିଆନ 2 ଜଣଙ୍କୁ ନେଇଥିଲେ, ଦାରିଙ୍ଗବାଡ଼ିରେ ପ୍ରାୟ 1 ମାସ ଧରି କାମ କଲି।
ସବୁ ଖବର ମୋ ପାଖକୁ ଆସୁଥିଲା, ମୁଁ ଅନ୍ୟମାନଙ୍କୁ ବାଣ୍ଟୁଥିଲି। ତ ସେଇଟା ଗୋଟେ ସେଇଠି ବି ଯେଉଁ ମଜା ଥିଲା, ଦାରିଙ୍ଗବାଡ଼ିରେ 1 ମାସ ଦୀର୍ଘ 1 ମାସ ବସସ ପାଉଲ କାଲେଞ୍ଜଲ 2 ଜଣଙ୍କୁ ସବୁ ନେଇଥିଲେ, ସୁରକ୍ଷିତ ଫେରିଲେ। ଡିଲ୍ ହେଲା ଆମ ସହିତ ଯେ ଆମକୁ ସେ ପ୍ରଥମ ଖବର ଦେବ, କିନ୍ତୁ ବିକ୍ରି ହେଇଗଲା, ଅନ୍ୟ ଗଣମାଧ୍ୟମ ନେଇଗଲେ। ସେ ମାସ ତ ଆମେ ଯେଉଁ କଷ୍ଟ ପଡ଼ିଛୁ, ଯିଏ କଷ୍ଟ ପଡ଼ିଛି ସିଏ ହିଁ ବୁଝିଛି। ସେଇଟା ସଂଘର୍ଷ କଲେ କିନ୍ତୁ ସଫଳତା ପାଇଲେ ନା। ଗ୍ୟାଙ୍ଗଷ୍ଟର ମାନଙ୍କ ରାଜ୍ୟରେ ବହୁତ ଚର୍ଚ୍ଚିତ ଗ୍ୟାଙ୍ଗଷ୍ଟର ମାନେ ଅଛନ୍ତି ଯାହାଙ୍କ ଖବର ଆପଣ କରୁଛନ୍ତି, ଅନେକ ସମୟରେ ଶୁଣାଯାଏ। ସେ ଯେଉଁ ଚ୍ୟାଲେଞ୍ଜିଂ ଟାଇମଟା କେମିତି ଥିଲା? ଦେଖନ୍ତୁ, ଭୁବନେଶ୍ୱରରେ ଗ୍ୟାଙ୍ଗଷ୍ଟର କଥା ଯଦି କହିବା, ଭୁବନେଶ୍ୱର କଟକରେ ଗ୍ୟାଙ୍ଗଷ୍ଟର, ଆଉ ସେ ଭିତରେ ହାଇଦର କଥା କୁହନ୍ତୁ, ଟିଟୋ କଥା କୁହନ୍ତୁ, ଅନିଲ ଛୋଟରାୟ କଥା କୁହନ୍ତୁ, ରାଜା ଆଚାର୍ଯ୍ୟ କଥା କୁହନ୍ତୁ, ସେମାନେ କିମ୍ବା ତାଙ୍କ ଗ୍ରୁପ କେବେ କଲ୍ କରିନାହାନ୍ତି? ନା। ଆଚ୍ଛା, ସେମାନେ ବରଂ ସହଯୋଗ ନେଇଛନ୍ତି। ଆପଣଙ୍କର ସହଯୋଗ ନେଇଛନ୍ତି? ଆଚ୍ଛା। ବିରଞ୍ଜି ମର୍ଡର କେସ୍ ଯେତେବେଳେ ଥିଲା, ରାଜା ଆଚାର୍ଯ୍ୟ ଗୋଆରେ ସରେଣ୍ଡର କଲା। ଚଗଲା କୁ ମୁଁ ସରେଣ୍ଡର କରେଇଛି, ସିଏ ଫୋନ୍ କରିଥିଲା, ଆଉ ଆମର ଭୋପାଳ ଏଇଟିଭି ଷ୍ଟୁଡିଓରେ ତାକୁ ସରେଣ୍ଡର କରାଯାଇଥିଲା, ସେଇଠୁ ପୁଲିସ ତାକୁ ନେଇଥିଲା। ଚ୍ୟାଲେଞ୍ଜ ଅନେକ ସାମ୍ନା କରିବାକୁ ପଡ଼ିବ। ଏ ଯେଉଁ ବ୍ୟକ୍ତିଗତ ଜୀବନ ଆଉ ସାମ୍ବାଦିକତା ଟିକେ କେତେ ଭିନ୍ନ ରହୁଛି ଆଉ କେତେ ଟପ୍ ରହୁଛି? ଦେଖନ୍ତୁ, ଭିନ୍ନ ଏଥିପାଇଁ ମୁଁ କହିବି, ସାମ୍ବାଦିକ ସାଧାରଣ ଜଣ ଯଦି ଲୋକ କହିବା, ପ୍ରତ୍ୟେକ ଦିନ ସିଏ ଗୋଟେ ନୂଆ ବନ୍ଧୁ ଖୋଜିବା ପାଇଁ ଚେଷ୍ଟା କରନ୍ତି, ସମ୍ପର୍କ ଭଲ ରଖିବା ପାଇଁ। ଯଦି ଆପଣ ଚର୍ଚ୍ଚା ରହିବା ପାଇଁ ଚାହୁଁଛନ୍ତି, ଆଉ ଭଲ ଖବରଟି ଦେବା ପାଇଁ ଚାହୁଁଛନ୍ତି, କାରଣ କେବଳ ଆପଣ ମିଟିଂ ବୈଠକର ସମ୍ବାଦ ଦେଲେ କେହି ଗ୍ରହଣ କରିବେନି। ଚର୍ଚ୍ଚାକୁ ଆସିବା ପାଇଁ ବା ସତ କଥାକୁ ପ୍ରକାଶ କରିବା ପାଇଁ ଯଦି କରିବାକୁ ପଡ଼ିବ, ପ୍ରତ୍ୟେକ ଦିନ ଆମକୁ ଗୋଟେ ଅନ୍ତତଃ ଗୋଟିଏ ଶତ୍ରୁ ଖୋଜିବାକୁ ପଡୁଛି। ବାଲାନ୍ସ କରିବା ସହଜ କି? ନା, ଅସମ୍ଭବ। ଆଚ୍ଛା, ସୋସିଆଲ ମିଡ଼ିଆ ଏବେ ତ ଆସିଗଲାଣି, ସବୁ ୟୁଟ୍ୟୁବ ଜର୍ଣ୍ଣାଲିଜିମ୍ ଆରମ୍ଭ ହେଲାଣି। ଆପଣ ଆକୁ ସୁଯୋଗ ଭାବେ ଦେଖୁଛନ୍ତି ନା ଗୋଟେ ଚ୍ୟାଲେଞ୍ଜ? ବହୁତ। କ'ଣ ଚ୍ୟାଲେଞ୍ଜ ରହିବ? ଦେଖନ୍ତୁ, ବର୍ତ୍ତମାନ ୟୁଟ୍ୟୁବ ଚ୍ୟାନେଲ ବା ସୋସିଆଲ ମିଡ଼ିଆ କଥା ଯେଉଁ କହୁଛନ୍ତି, ସେଥିରେ ଅଙ୍କୁଶ କିଛି ନାହିଁ, କଣ୍ଟ୍ରୋଲ ନାହିଁ। ମନ ଇଚ୍ଛା ଯିଏ ଯାହା ଦେଲା, ଭିଓରସିପ୍ ବଢ଼ାଇବା ପାଇଁ ଯିଏ ଯାହା ଦେଲା, ଭିଓରସିପ୍ ବଢ଼ିଗଲା, ସେଥିରେ ଅଶ୍ରାବ୍ୟ ଭାଷା ହଉ କି କଣ୍ଟେଣ୍ଟ ଯାହା ବି ରହୁଛି, ଲୋକ ଦେଖୁଛନ୍ତି ମଧ୍ୟ, ଆଉ ସେଥିପାଇଁ ବର୍ତ୍ତମାନ ସେଟା ଚାଲିଛି ମଧ୍ୟ। ମୋ ମତରେ ସେଇଠି ଅଙ୍କୁଶ ରହିବା ଦରକାର, ସେନ୍ସର ରହିବା ଦରକାର। କିନ୍ତୁ ଆପଣ ଦେଖୁଛନ୍ତି ଯେ ଭାରତ ଗଣମାଧ୍ୟମ ଜଗତର ବଡ଼ ବଡ଼ ହସ୍ତି ଏବେ ଡିଜିଟାଲ ପ୍ଲାଟଫର୍ମକୁ ଓହ୍ଲେଇଛନ୍ତି, ଇଏ ଗୋଟେ ସ୍ୱାଧୀନ ଚିନ୍ତାଧାରାର ସହ ସାମ୍ବାଦିକତା କରିବାର ଗୋଟେ ବଡ଼ ସୁଯୋଗ ନାହିଁ? ନିଶ୍ଚିତ ଭାବେ ଗୋଟେ ସୁଯୋଗ, ଏଥିରୁ ଅର୍ଥ ମଧ୍ୟ ଉପାର୍ଜନ କରିପାରୁଛନ୍ତି। କିନ୍ତୁ ମୋ ମତରେ କଣ୍ଟ୍ରୋଲ ରହିବା ଦରକାର, ସବୁ କ୍ଷେତ୍ରରେ କଣ୍ଟ୍ରୋଲ ନ ରହିଲେ ଅସୁବିଧା, କଣ୍ଟ୍ରୋଲ ରହିବା ନିହାତି ଦରକାର। ଆପଣଙ୍କ ଦୃଷ୍ଟିରେ କ'ଣ କଲେ ଜଣେ ଭଲ ସାମ୍ବାଦିକ ହେଇପାରିବ? ଦେଖନ୍ତୁ, ଶୁଣିକି କାନକୁ ଶୁଣିକି ନ ଦେଖିକି ଆପଣ ଯଦି ସାମ୍ବାଦିକତା କରୁଛନ୍ତି, ସେଇଟା ହେଉଛି ସବୁଠୁ ବଡ଼ ଭୁଲ। ଖବର ଆସୁ, ଶୁଣନ୍ତୁ, ପରଖନ୍ତୁ, ସତ କି ମିଛ ପ୍ରଥମେ ଅନୁସନ୍ଧାନ କରନ୍ତୁ, ତାପରେ ପରିପ୍ରକାଶ କରନ୍ତୁ। ଯେଉଁ ମିଡ଼ିଆରେ ହେଉଛି ହଉ, ସେଇଠୁ ଯଦି କି ଆପଣଙ୍କର ନିଜତ୍ୱ ରହିବ, ଯେଉଁ ଗଣମାଧ୍ୟମରେ କାମ କରୁଛନ୍ତି ତାର ମଧ୍ୟ ମାନ ସମ୍ମାନ ବଢ଼ିବ। ଏ ମିଡ଼ିଆ ଚାହିଁଲେ କ'ଣ ସମାଜ ପରିବର୍ତ୍ତନ ହେଇଯିବ କି? ନିଶ୍ଚିତ ଭାବେ, ସେଥିପାଇଁ ତ ଗଣମାଧ୍ୟମ। ଲୋକଙ୍କର ସମସ୍ୟା ଯଦି ଆମେ ସରକାର ପାଖରେ ପହଞ୍ଚି ପାରୁଛେ, ତାର ସମାଧାନ କରିପାରୁଛେ, ଆଉ ଯଦି ସମାଧାନ ହେଇଗଲା, ନିଶ୍ଚିତ ଭାବେ ଏଇଟା କରିହେବ। ନୂଆ ପିଢ଼ିର ସାମ୍ବାଦିକ ମାନଙ୍କୁ କ'ଣ ପରାମର୍ଶ ଦେବେ? ଦେଖନ୍ତୁ, ଗୋଟେ ଭଲ ସୁଯୋଗ ଆସିଛି, ଗଣମାଧ୍ୟମ ଗୋଟେ ବଡ଼ ପ୍ଲାଟଫର୍ମ ଆସିଛି, ପିଲାମାନେ ଆସୁଛନ୍ତି, ଖୁସିର କଥା। ମୁଁ ସେଇ ପରାମର୍ଶ ଏବେ ବି ଦେବି, ସେମାନେ ସ୍ପଟକୁ ଯାଆନ୍ତୁ, କପି ପେଷ୍ଟ ଫରୱାର୍ଡ ଉପରେ ବିଶ୍ୱାସ କରନ୍ତୁ ନା, ସ୍ପଟକୁ ଯାଆନ୍ତୁ, ସତ୍ୟତା ପରଖନ୍ତୁ ଏବଂ ଯାଞ୍ଚ କରିକି ଖବର ଦିଅନ୍ତୁ, ନିଶ୍ଚିତ ଭାବେ ତାଙ୍କର ଭବିଷ୍ୟତ ଅଛି। ବର୍ତ୍ତମାନ ଅପସନକୁ ଆସିବା, ପ୍ରିଣ୍ଟ ମିଡ଼ିଆ ନା ଇଲେକ୍ଟ୍ରୋନିକ୍ସ ମିଡ଼ିଆ? ପ୍ରିଣ୍ଟ ମିଡ଼ିଆ। ବ୍ରେକିଂ ନ୍ୟୁଜ୍ ନା ଗ୍ରାଉଣ୍ଡ ରିପୋର୍ଟିଂ? ଗ୍ରାଉଣ୍ଡ ରିପୋର୍ଟିଂ। ସବୁଠାରୁ ବଡ଼ ଶତ୍ରୁ କିଏ, ଫେକ୍ ନ୍ୟୁଜ୍ ନା ପଲିଟିକାଲ ପ୍ରେସର? ପଲିଟିକାଲ ପ୍ରେସର। କ୍ୟାମେରା ପଛର ଜୀବନ କେତେ କଷ୍ଟକର? ବହୁତ କଷ୍ଟ। ଆଜିର ମିଡ଼ିଆ ଟିଆରପି ଉପରେ ଅଧିକ ନିର୍ଭର କରୁଛି କି? ନିଶ୍ଚିତ ଭାବେ। ସାମ୍ବାଦିକଙ୍କ ପାଇଁ ନ୍ୟୁଟ୍ରାଲ ରହିବା କେତେ କଷ୍ଟ? ବହୁତ କଷ୍ଟ। ରାଜନେତା ନା ସାଧାରଣ ଲୋକ, କାହାଠାରୁ ଅଧିକ ଚାପା ଆସେ? ରାଜନେତା। ୟୁଟ୍ୟୁବ ଜର୍ଣ୍ଣାଲିଜିମ୍ ଭବିଷ୍ୟତ କି? ନିଶ୍ଚିତ ଭାବେ ଆଗାମୀ ଭବିଷ୍ୟତ ସେଇଟା। ଆଜିର ଯୁବ ସାମ୍ବାଦିକଙ୍କର ସବୁଠାରୁ ବଡ଼ ଭୁଲ କ'ଣ? ସ୍ପଟକୁ ଯାଉନାହାନ୍ତି। ଗୋଟିଏ ଶବ୍ଦରେ ଆଜିର ଓଡ଼ିଶା ମିଡ଼ିଆକୁ କେମିତି ବର୍ଣ୍ଣନା କରିବେ? ବଡ଼ ପ୍ରଶ୍ନ, ଭବିଷ୍ୟତ ଅନ୍ଧାର। ସାମ୍ବାଦିକତାରେ ଆସି ଜୀବନର ସବୁଠାରୁ ବଡ଼ ଶିକ୍ଷା କ'ଣ ମିଳିଲା?
घर छाड़ दी ସାମ୍ବାଦିକତାକୁ ବାଛି ଭୁଲ କରିଛନ୍ତି ବୋଲି କେବେ ଭାବିଛନ୍ତି? ना ବହୁତ ବହୁତ ଧନ୍ୟବାଦ ଆପଣ ଆମ ସହ ଆଲୋଚନା କଲେ। ଆମ ସହିତ ଥିଲେ ବରିଷ୍ଠ ସାମ୍ବାଦିକ ଶକ୍ତିଧର ରାଜଗୁରୁ। ସମୟ ସରିଛି, ନମସ୍କାର।